ମୁମ୍ବାଇ ଗ୍ଲୋବାଲର ମୁଖ୍ୟ ସମ୍ପାଦକ ଏବଂ ପରିଚାଳନା ନିର୍ଦ୍ଦେଶକ ଥାଇଲାଣ୍ଡର ପଟାୟାରେ ଆନ୍ତର୍ଜାତୀୟ ସ୍ତରରେ ଏହାର 31ତମ କାର୍ଯ୍ୟକ୍ରମ ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଏବଂ ଏକ ପୁରସ୍କାର ଉତ୍ସବ ଆୟୋଜନ କରିଥିଲେ। ସାରା ବିଶ୍ୱର ଅନେକ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରସିଦ୍ଧ ବଲିଉଡ୍ ଅଭିନେତା ଶ୍ରୀଯୁକ୍ତ ସୁରେନ୍ଦ୍ର ପାଲ ସିଂ, ମନ୍ନତ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ଏମ୍ଡି ଏବଂ ସିଇଓ ଏବଂ ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ବିଚାରକ ଏବଂ ସମ୍ମାନିତ କରିଥିଲେ। ବ୍ୟୁରୋ ମୁଖ୍ୟ ଏବଂ ସହ ଆୟୋଜକ ଶ୍ରୀଯୁକ୍ତ ସମ୍ବିତ ପଟ୍ଟନାୟକ ପ୍ରଥମେ ଶ୍ରୀମତୀ ଷ୍ଟେଫି ସେନାପତିଙ୍କୁ ରାଜ୍ୟ ସଂଯୋଜକ ଭାବରେ ଚୟନ କରିଥିଲେ। ତାଙ୍କର ଅକ୍ଲାନ୍ତ ପ୍ରୟାସ ଏବଂ ନିଷ୍ଠା ମାଧ୍ୟମରେ ସେ 3 ଜଣ ଓଡ଼ିଆ ଅଂଶଗ୍ରହଣକାରୀଙ୍କୁ ଅଡିସନ ଦେଇଥିଲେ। ସେମାନଙ୍କୁ ମାର୍ଗଦର୍ଶନ କରିଥିଲେ, ତାଲିମ ଦେଇଥିଲେ ଏବଂ ପ୍ରସ୍ତୁତ କରିଥିଲେ। ଯେଉଁମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଓଡ଼ିଶାର ମିସ୍ ଡିମ୍ପଲ ମହାପାତ୍ର, ଯିଏ ଏସିଆ ୱାର୍ଲଡ ଇଣ୍ଟରନ୍ୟାସନାଲ 2024ର ବିଜେତା ଭାବରେ ଟାଇଟଲ ଜିତିଥିଲେ। ଶ୍ରୀମତୀ ବର୍ଗରେ ଓଡ଼ିଶାର ଆଉ ଜଣେ ହେଉଛନ୍ତି ଷ୍ଟେଫି ସେନାପତିଙ୍କୁ ତାଙ୍କର ନିଖୁଣ ପ୍ରତିଭା ଏବଂ ନିଷ୍ଠା ପାଇଁ ବ୍ରାଣ୍ଡ ଆମ୍ବାସଡର ଭାବରେ ଜୁରି ଦ୍ୱାରା ମନୋନୀତ କରାଯାଇଥିଲା। ଯେଉଁମାନେ ବିଶ୍ୱସ୍ତରରେ ନିଜର ପ୍ରତିଭାକୁ ପ୍ରତିନିଧିତ୍ୱ କରି ଆମ ରାଜ୍ୟ ଓଡ଼ିଶା ଏବଂ ଆମ ଦେଶ ଭାରତ ପାଇଁ ଗର୍ବ ଆଣିଛନ୍ତି। ସେମାନଙ୍କୁ ଧନ୍ୟବାଦ ଏବଂ ସେମାନଙ୍କ ଭବିଷ୍ୟତ ପାଇଁ ସମସ୍ତ ଶୁଭେଚ୍ଛା ଜଣାଇଛନ୍ତି। ନବରଙ୍ଗପୁରରୁ ଗଗନ ଗନ୍ତାୟତଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ ଓଡ଼ିଶା।